Hey guys, ଜୟ ଜଗନ୍ନାଥ ୱେଲକମ୍ ଟୁ ମାଇ ନ୍ୟୁ ବ୍ଲଗ୍। ଆପଣମାନେ କେମିତି ଅଛନ୍ତି? ମୁଁ ଆଶା କରୁଛି ଆପଣମାନେ ବହୁତ ଭଲରେ ହିଁ ଥିବେ, ସେମିତି ଭଲରେ ଥାଆନ୍ତୁ। ଆଜି ଆପଣମାନେ ଦେଖିବେ ପାରାଙ୍କୁ। ଇଏ ହେଉଛି ପାରା ଘର। ମୁଁ ଏବେ ପାରାଙ୍କୁ ଫିଟେଇବି, ଆପଣମାନେ ଦେଖିବେ। ପାରାଙ୍କୁ ଏବେ ଫିଟେଇ ଦେଲି। ପାରା ବହୁତ ଭଲ ଭାବରେ ଉଡ଼ୁଛନ୍ତି, ଦେଖନ୍ତୁ। ପାରା ଫିଟି ଖୋଲୁ ଖୋଲୁ ଗୋଟେ ଅଣ୍ଡା ଦେଇଛି। ମୋ ପ୍ରିୟ ପାରା ଚିଙ୍କି କେମିତି କ'ଣ ମରିଛି ମୁଁ ବି ଜାଣିନି। ପେଟି ଖୋଲୁ ଖୋଲୁ ଦେଖିଲା ବେଳକୁ ସେ ମରିକିରି ପଡ଼ିଛି। ମୁଁ ଏବେ ଆଣି ଏପଟେ ରଖିଦେଲି। ଏପଟ ସାଇଡ଼୍ରେ ସବୁ ପାରାଙ୍କୁ ଧାନ ପକାଇ ଦେଇଛି, ସେ ବହୁତ ଭଲ ଭାବରେ ଖାଉଛନ୍ତି। ଏଠି ଚିଙ୍କିର ବାପା ମା ବସିଛନ୍ତି, କିଛି ବି ଖାଉନାହାନ୍ତି, ନା କୁଆଡ଼େ ବି ଯାଉନାହାନ୍ତି ଉଡ଼ିବା ପାଇଁ, ବହୁତ ମନ ଦୁଃଖରେ ବସିଛନ୍ତି। ଇଏ ହେଉଛି ମୟୂର ପାରା, ପୁରା ମୟୂର ପରିକା ଦେଖାଯାଉଛନ୍ତି ନା। ଏବେ ସବୁ ପାରା ଆସିକି ଖାଉଛନ୍ତି, ବହୁତ ଆନନ୍ଦ ସହ ଖାଉଛନ୍ତି। ମୋ ହାତରେ ଏବେ ଧାନ ଅଛି। ଗୋଟେ ପାରା ଆସି ଖାଇଲା ଧାନ, ତା ପଛେ ପଛେ ସବୁ ପାରା ପଳେଇ ଆସିଲେ। ପାରାମାନେ ସମସ୍ତେ ଖାଇସାରିଲେ। ଏବେ କୁଣ୍ଡ ପାଖରେ ଆସି ଗାଧଉଛନ୍ତି ସବୁ ପାରା। ଫାଷ୍ଟ ଜଣେ ଗାଧେଇଲା, ତା ଦେଖା ଦେଖି ସମସ୍ତେ ଆସି ଏବେ ଗାଧେଇଲେଣି। ତାଙ୍କୁ ବହୁତ ମଜା ଲାଗୁଛି। ଏ ପାରାର ଜନ୍ମରୁ ଗୋଟେ ଗୋଡ଼ ନାହିଁ, ସେ ଗୋଟେ ଗୋଡ଼ରେ ହିଁ ଚାଲୁଛି, ଡେଇଁ ଡେଇଁକା ଚାଲିଛି। ମୁଁ ଏବେ ଆମ ପ୍ରିୟ ପାରା ଚିଙ୍କିକି ନେଇକି ଯାଉଛି ପୋତିବା ପାଇଁ, ଆପଣମାନଙ୍କୁ ଦେଖେଇବି। ମୁଁ ଏବେ ନେଇକି ତଳକୁ ପଳେଇ ଆସିଲି। ଦେଖନ୍ତୁ, ଖୋଳିକିରି ଚିଙ୍କିକି ଗାତ ଭିତରେ ରଖିଦେଇଛି। ମୁଁ ଏବେ ଚିଙ୍କିକି ପୋତି ଦେଇଛି। ଏବେ ରହୁଛି, ନମସ୍କାର। ଜମାରୁ ଭୁଲନ୍ତୁ ନାହିଁ ଲାଇକ୍, କମେଣ୍ଟ, ସେୟାର ଆଣ୍ଡ ସବସ୍କ୍ରାଇବ୍। ଜୟ ଶ୍ରୀରାମ।